ଆଜିର ଭିଡ଼ିଓ ହେଉଛି ଆୟୁଷ୍ମାନ ଭୟ ବନ୍ଦନା ଯୋଜନା କେମିତି ଆପ୍ଲାଏ କରିବେ ଏବଂ କାର୍ଡ଼ଟି କେମିତି ଡାଉନଲୋଡ଼ କରିବେ ଆଉ କାର୍ଡ଼ ଡେଲିଭରି ପ୍ରୋସେସ୍ ବି ଏହି ଭିଡ଼ିଓ ମାଧ୍ୟମରେ ଆପଣ ଜାଣିପାରିବେ। କେଉଁମାନେ ଆପ୍ଲାଏ କରିପାରିବେ କେଉଁମାନେ ଆପ୍ଲାଏ କରିପାରିବେନି, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣ ସବୁକିଛି ବୁଝିପାରିବେ। ତ ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ପ୍ରଥମେ ଆପଣ ଆୟୁଷ୍ମାନ ଭାରତ ଆପ୍ଲିକେସନକୁ ଓପନ୍ କରିକି ଅପରେଟର ଆଇଡ଼ିରେ ଲଗ୍ଇନ୍ କରିବାକୁ ପଡ଼ିବ। ତାପରେ ଦେଖନ୍ତୁ ସ୍କିମ୍ରେ PMJAY ସିଲେକ୍ଟ କରିବେ, ଷ୍ଟେଟ୍ ଓଡ଼ିଶା ଥିବ। ତାପରେ ଦେଖନ୍ତୁ ସବ୍ ସ୍କିମ୍ରେ PMJAY ସିଲେକ୍ଟ କରିବେ। ସର୍ଚ୍ଚ ବାର୍ରେ ଆଧାର ନମ୍ବର ସିଲେକ୍ଟ କରିକି ଆପଣଙ୍କର ଆଧାର ନମ୍ବର ଦେବେ। ତାପରେ କ୍ୟାପଚା ଦେଇକି ସର୍ଚ୍ଚ ଉପରେ କ୍ଲିକ୍ କରିବେ। ତାପରେ ଟିକେ ଲୋଡ଼ିଂ ହେବ। ଲୋଡ଼ିଂ ହେଲା ପରେ ଆପଣଙ୍କର ଫ୍ୟାମିଲିରେ ଯେତେ ଜଣ ଅଛନ୍ତି ସମସ୍ତଙ୍କର ନାମ ଏଠି ଶୋ କରିବ। ଡାଉନଲୋଡ଼ରେ କ୍ଲିକ୍ କରିବେ। ତାପରେ ଏଠି ଆପଣଙ୍କର ରିଡିଓ KYC ଏବଂ କାର୍ଡ଼ ଡେଲିଭରି ଅପସନ୍ଟା ଆପଣମାନଙ୍କୁ ଦେଖିବାକୁ ମିଳିବ। କାର୍ଡ଼ ଡେଲିଭରିରେ କ୍ଲିକ୍ କରିବେ ଆଉ ଆପଣ ଯାହାର ବି କାର୍ଡ଼ ଡେଲିଭରି କରିବାକୁ ଚାହୁଁଛନ୍ତି ଟିକ୍ ଚିହ୍ନରେ କ୍ଲିକ୍ କରିକି ତଳକୁ ଆସିବେ। ଅଥେଣ୍ଟିକେସନ୍ କରିବାକୁ ପଡ଼ିବ। ଆଧାର OTPରେ କ୍ଲିକ୍ କରିକି ଭେରିଫାଇରେ କ୍ଲିକ୍ କରିବେ। ଏଠି ଏଲାଓରେ କ୍ଲିକ୍ କଲା ପରେ ଆପଣଙ୍କର ଫୋନରେ 2ଟି OTP ଯିବ। ଏଇଟା ଦେଖନ୍ତୁ ଆଧାର OTP, ଯେଉଁଟାକି ବେନିଫିସିଆରୀଙ୍କର ଆଧାର ଲିଙ୍କ ମୋବାଇଲ ନମ୍ବରରେ ଯିବ, ସେଇଟା ଏଠି ଦେବାକୁ ପଡ଼ିବ। ତାପରେ ଦେଖନ୍ତୁ ଅପରେଟର ମୋବାଇଲ OTP, ଏଇଟା ଆପଣଙ୍କର ଫୋନରେ ଯିବ, ସେ OTP ଆପଣ ଏଇଠି ଦେଇଦେବେ। OTP ଦେଲା ପରେ କିବୋର୍ଡ଼ର ପାସ୍ ଚିହ୍ନକୁ କ୍ଲିକ୍ କରିବେ। ତାପରେ ଦେଖନ୍ତୁ ଟିକେ ଲୋଡ଼ିଂ ହେବ। ଲୋଡ଼ିଂ ହେଲା ପରେ କାର୍ଡ଼ ଡେଲିଭରି ସକ୍ସେସଫୁଲ୍ ହେଇଯିବ। ଏହି ପ୍ରୋସେସ୍ରେ ଆପଣମାନେ କାର୍ଡ଼ ଡେଲିଭରି କରିପାରିବେ। ଏବେ ଚାଲନ୍ତୁ ଦେଖିବା ଆୟୁଷ୍ମାନ ଭୟ ବନ୍ଦନା ଯୋଜନା କେମିତି ଆପ୍ଲାଏ କରିବେ। ଆୟୁଷ୍ମାନ ଭୟ ବନ୍ଦନା ଯୋଜନା ଆପ୍ଲାଏ କରିବାକୁ ହେଲେ ବେନିଫିସିଆରୀଙ୍କର 70 ବର୍ଷ ହେଇଥିଲେ ଆପଣ ଆପ୍ଲାଏ କରିପାରିବେ, ଅନ୍ୟଥା ଆପ୍ଲାଏ କରିପାରିବେନି। ଆୟୁଷ୍ମାନ ଭୟ ବନ୍ଦନା ଯୋଜନା ଆପ୍ଲାଏ କରିବାକୁ ହେଲେ କ୍ଲିକ୍ ହିୟର୍ ଫର୍ ଏନରୋଲମେଣ୍ଟ 70+, ଏଠି କ୍ଲିକ୍ କରିବେ। ଏଠି ଦେଖନ୍ତୁ ଆଧାର ନମ୍ବର ଜାଗାରେ ବେନିଫିସିଆରୀଙ୍କର ଆଧାର ନମ୍ବର ଦେଇଦେବେ। ଫ୍ୟାମିଲି ଆଇଡ଼ି ଅପସନାଲ୍ ଅଛି, ଫ୍ୟାମିଲି ଆଇଡ଼ି ନଦେଲେ ବି ଚଲିବ। ତାପରେ ଏଠି କ୍ୟାପଚା ଦେଇକି ସର୍ଚ୍ଚ ଉପରେ କ୍ଲିକ୍ କରିବେ। ତାପରେ ଟିକେ ତଳକୁ ଆସିବେ। ତାପରେ ଏଠି ଆପଣ ଦେଖିପାରୁଥିବେ ଫ୍ୟାମିଲିରେ କେତେ ଜଣ 70+ ଅଛନ୍ତି ଆଉ କାହାର ଏନରୋଲମେଣ୍ଟ କରାହେଇନି। ଏଠି ଫ୍ୟାମିଲି ମେମ୍ବର ଯାହାର ଏନରୋଲମେଣ୍ଟ ହେଇନି ତାଙ୍କ ଉପରେ କ୍ଲିକ୍ କରିବେ। ତାପରେ ଟିକେ ଲୋଡ଼ିଂ ହେଲା ପରେ ଆପଣ ଏଠି ଦେଖିପାରୁଥିବେ ମେମ୍ବର୍ସ ନେମ୍ ଅଟୋମେଟିକ୍ ଆସିଯିବ, ଫାଦର୍ସ ନେମ୍ ବି ଅଟୋମେଟିକ୍ ଆସିଯିବ। ରିଲେସନ୍ ୱିଥ୍ ଫ୍ୟାମିଲି ହେଡ଼୍ରେ କ'ଣ ସମ୍ପର୍କ ସେଇଟା ଏଇଠି ଦେବାକୁ ପଡ଼ିବ। ତାପରେ ଟିକେ ତଳକୁ ଆସିବେ। ତଳକୁ ଆସିଲା ପରେ ଏଇଠି ବେନିଫିସିଆରୀଙ୍କର EKYC କରିବାକୁ ପଡ଼ିବ। ଯେହେତୁ ବେନିଫିସିଆରୀଙ୍କର ଆଧାର କାର୍ଡ଼ରେ ମୋବାଇଲ ନମ୍ବର ଲିଙ୍କ ନାହିଁ, ସେଥିପାଇଁ ମୁଁ ଫେସ୍ ଅଥେଣ୍ଟିକେସନ୍ କରୁଛି। ଫେସ୍ ଅଥେଣ୍ଟିକେସନରେ କ୍ଲିକ୍ କରିକି ଭେରିଫାଇରେ କ୍ଲିକ୍ କରିବାକୁ ପଡ଼ିବ। ତାପରେ ଟିକ୍ ଚିହ୍ନ ଦେଇକି ଏଲାଓରେ କ୍ଲିକ୍ କରିବେ। ଟିକେ ଲୋଡ଼ିଂ ହେବ। ଲୋଡ଼ିଂ ହେଲା ପରେ ବେନିଫିସିଆରୀଙ୍କର ଫେସ୍ ସ୍କାନ୍ କରିବାକୁ ପଡ଼ିବ। ତାପରେ ଟିକେ ତଳକୁ ଆସିକି ଅପରେଟର OTP ଦେବାକୁ ପଡ଼ିବ। ତାପରେ କିବୋର୍ଡ଼ରେ ଥିବା ପାସ୍ ଚିହ୍ନକୁ କ୍ଲିକ୍ କରିବେ। ତାପରେ ଟିକେ ଲୋଡ଼ିଂ ହେବ। ଲୋଡ଼ିଂ ହେଲା ପରେ EKYC କମ୍ପ୍ଲିଟ୍ ହେଇଯିବ। ଓକେରେ କ୍ଲିକ୍ କରିବେ। ଓକେରେ କ୍ଲିକ୍ କଲା ପରେ ଟିକେ ତଳକୁ ଆସିବେ। ତାପରେ ଦେଖନ୍ତୁ ବେନିଫିସିଆରୀଙ୍କର ଗୋଟେ ଫଟୋ କପି କ୍ୟାପଚର କରିବାକୁ ପଡ଼ିବ। କ୍ୟାପଚର କରିକି ଏଇଠି ଅପଲୋଡ଼ କରିଦେବେ। ତାପରେ ଟିକେ ତଳକୁ ଆସିବେ। ଡୁ ୟୁ ହ୍ୟାଭ୍ ମୋବାଇଲ ନମ୍ବର ଜାଗାରେ ଯଦି ବେନିଫିସିଆରୀଙ୍କର ମୋବାଇଲ ନମ୍ବର ଅଛି ତାହେଲେ ୟେସ୍ କରିକି ମୋବାଇଲ ନମ୍ବର ଦେବେ, ଅନ୍ୟଥା ନ କରିବେ। ତାପରେ କ୍ୟାଟେଗୋରୀ ସିଲେକ୍ଟ କରିକି ପିନକୋଡ଼୍ ଦେବାକୁ ପଡ଼ିବ। ଡିଷ୍ଟ୍ରିକ୍ଟ ଅଟୋମେଟିକ୍ ଆସିଯିବ। ତାପରେ ରୁରାଲ୍ ନା ଅରବାନ ସିଲେକ୍ଟ କରିବାକୁ ପଡ଼ିବ। ଯଦି ଆପଣ ଗାଁରେ ବସବାସ କରୁଛନ୍ତି ତାହେଲେ ରୁରାଲରେ ସିଲେକ୍ଟ କରିବେ। ତାପରେ ଦେଖନ୍ତୁ ସବ୍ ଡିଷ୍ଟ୍ରିକ୍ଟ ସିଲେକ୍ଟ କରିବାକୁ ପଡ଼ିବ। ସବ୍ ଡିଷ୍ଟ୍ରିକ୍ଟ ସିଲେକ୍ଟ କଲା ପରେ ଆପଣଙ୍କର ଭିଲେଜ ସିଲେକ୍ଟ କରିବାକୁ ପଡ଼ିବ। ଭିଲେଜ ସିଲେକ୍ଟ କଲା ପରେ ଏଠି ଟିକ୍ ଚିହ୍ନ ଦେଇକି ସବମିଟ୍ ଉପରେ କ୍ଲିକ୍ କରିବେ। ସବମିଟ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଭୟ ବନ୍ଦନା ଯୋଜନା ସକ୍ସେସଫୁଲି ସବମିଟ୍ ହେଇଯିବ। ଆୟୁଷ୍ମାନ କାର୍ଡ଼ ଡାଉନଲୋଡ଼ କରିବାକୁ ହେଲେ ଓକେରେ କ୍ଲିକ୍ କରିବେ। ଓକେରେ କ୍ଲିକ୍ କଲା ପରେ ପୁଣି ଥରେ କ୍ୟାପଚା ଦେବାକୁ ପଡ଼ିବ। କ୍ୟାପଚା ଦେଇକି ପ୍ରୋସେସ୍ ଉପରେ କ୍ଲିକ୍ କରିବେ। ତାପରେ ଏଇଠି ଫ୍ୟାମିଲି ଡିଟେଲ୍ସ ଶୋ କରିବ। ଆପଣ ଯାହାର ବି କାର୍ଡ଼ ଡାଉନଲୋଡ଼ କରିବାକୁ ଚାହୁଁଛନ୍ତି ତାଙ୍କ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ପୁଣି ଥରେ ଅଥେଣ୍ଟିକେସନ୍ କରିବାକୁ ପଡ଼ିବ। ଫେସ୍ ଅଥେଣ୍ଟିକେସନରେ କ୍ଲିକ୍ କରିବେ। ତାପରେ ଭେରିଫାଇରେ କ୍ଲିକ୍ କଲା ପରେ ପୁଣି ଥରେ ବକ୍ସରେ କ୍ଲିକ୍ କରିବେ। ତାପରେ ଏଲାଓରେ କ୍ଲିକ୍ କଲା ପରେ ବେନିଫିସିଆରୀଙ୍କର ଫେସ୍ ଅଥେଣ୍ଟିକେସନ୍ କରିବାକୁ ପଡ଼ିବ। ଫେସ୍ ଅଥେଣ୍ଟିକେସନ୍ କଲା ପରେ ୟୁଜର ମୋବାଇଲ OTP ଜାଗାରେ ଆପଣଙ୍କର OTP ଦେଇଦେବେ। ତାପରେ ଟିକେ ସମୟ ୱେଟ୍ କରିବେ। ୱେଟ୍ କଲା ପରେ ତଳେ ଆପଣଙ୍କର କାର୍ଡ଼ ଶୋ କରୁଥିବ। କାର୍ଡ଼ ଉପରେ କ୍ଲିକ୍ କରିକି ଆପଣ ଡାଉନଲୋଡ଼ ମଧ୍ୟ କରିପାରିବେ।
ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଯଦି ମନରେ ଏବେ ବି ଯେକୌଣସି କ୍ୱେଶ୍ଚିନ୍ ଅଛି ତାହେଲେ କମେଣ୍ଟ କରିପାରିବେ। ମୁଁ ନିହାତି ଭାବରେ ଆପଣମାନଙ୍କୁ ରିପ୍ଲାଏ ଦେବି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।